ସମସ୍ତଙ୍କୁ ନମସ୍କାର। ମୁଇଁ ଆଜି ସକାଳେ 6:47 ନେ ସୁଭରା ଯୋଜନା ଚାଲୁଛେ କି ନାଇଁ ବୋଲି କରି ୱେବସାଇଟ୍କେ ଲଗ୍ଇନ୍ କଲି। ତ ମୁଇଁ ଗୋଟେ CSC ଭିଏଲ୍ଏ ତ ମୋର ଆଇଡ଼ି ପାସୱାର୍ଡ଼ ଦେଇକରି ଲଗ୍ଇନ୍ କଲି। ତ ମୁଇଁ ଚେକ୍ କରିବାକୁ ଚାହୁଁଥିଲି କି ମୁଁ କେତେଟା ଆପ୍ଲିକେସନ୍ ସବମିଟ୍ କରିଛେଁ ଆଉ କାର୍ ନାଁରେ ସବମିଟ୍ କରିଛେଁ। ତ ଯେତେବେଲେ ମୁଇଁ ଲଗ୍ଇନ୍ କଲି ଯେ କି ମୋର ଆଇଡ଼ି ପାସୱାର୍ଡ଼ ଜାଗାରେ ଅଲଗା ଲୋକର ଆଇଡ଼ି ଦେଖାଲା। ତ ମୁଇଁ ତଲକେ ସ୍କ୍ରୋଲ୍ କଲି ଆରୁ ଯେନ୍ ଏଇ ଆପ୍ଲିକେସନ୍ ସବମିଟ୍ କରିଛେ ତ ତାର୍ ନାଁର ଏଇ ସବମିଟ୍ କଲା ଆପ୍ଲିକେସନ୍ ମାନେ ଦେଖୁଥିଲି। ତ ମୁଇଁ ଯେନ୍ଟା ଲଗ୍ଇନ୍ କରିଛେଁ ସେ ଉପରେ ଜାଗାରେ ଦେଖୁଥିବେ ଏଇଟା ଲାଷ୍ଟକେ 0013 ଅଛେ, ଏଇଟା ମୋର CSC ଆଇଡ଼ି ନାଇଁ ସେ। ଭ୍ୟୁ ଆପ୍ଲିକେସନ୍ରେ ଗଲି ଆଉ ଦେଖିଲି ଯେ ଇନ ପୁରା ହଜାରଟା ଆପ୍ଲିକେସନ୍ ସବମିଟ୍ କରାହେଇଛେ। ହେଲେ କାଲି ଏକା କରାହେଇଛେ ତ ଜଣକର୍ ଲାଗି ଏତେ ଆପ୍ଲିକେସନ୍ ସବମିଟ୍ କରାଟା ମୁସ୍କିଲ୍ ଆଏ। तो मुझे क्लिक करूँ देखिए व्यू सबमिटेड एप्लिकेशन मानती ना। तो देखो एप्लिकेशन सबमिटेड बाय खाली गोटे लोकर CSC आईडी अच्छे, किंतु आमर ओडिशा तो बहुत सारे CSC आईडी वाले अच्छन, किंतु इ गोटे एका CSC आईडी क्या एत गुड़ा एप्लिकेशन माने सबमिट है। तो मुझे आपण मानके दयाकोरी आपण मानके रिक्वेस्ट करबी जे इछन आपण माने सुभरा योजना ऑनलाइन नहीं करूँ क्या कि वेबसाइटा हैकी जाइए इटा के अन्य लोकटा एक्सेस करुछे।